ଆଜିର ପ୍ରଥମ କ୍ୱେଶ୍ଚିନ୍ଟି ହେଲା, କେବେଠାରୁ ଏହି 18 ବର୍ଷ ବୟସ୍କ ବ୍ୟକ୍ତିମାନେ ଭୋଟ ଦେବା ଆରମ୍ଭ କଲେ? ଅପସନ୍ ଏ 1952, ଅପସନ୍ ସି 1989, ଅପସନ୍ ସି 1962, ଅପସନ୍ ଡି 1982। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ବି 1989। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ସମ୍ବିଧାନ ସଂଶୋଧନରେ ଭୋଟ ଦେବା ବୟସ 21ରୁ 18 ହେଲା? ଅପସନ୍ ଏ ଧାରା 31, ଅପସନ୍ ବି ଧାରା 61, ଅପସନ୍ ସି ଧାରା 32, ଅପସନ୍ ଡି ଧାରା 370। ଆପଣଙ୍କର ସଠିକ୍ ଉତ୍ତର ହେଲା ଧାରା 61। ପରବର୍ତ୍ତୀ କ୍ୱେଶ୍ଚିନ୍, ଆମ ଦେଶରେ ପ୍ରଥମେ କେବେ ସାଧାରଣ ନିର୍ବାଚନ ହୋଇଥିଲା? ଅପସନ୍ ଏ 1950, ଅପସନ୍ ବି 1948, ଅପସନ୍ ସି 1947, ଅପସନ୍ ଡି 1952। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଡି 1952। ପରବର୍ତ୍ତୀ କ୍ୱେଶ୍ଚିନ୍, ହଠାତ୍ ହରିଣ ଗୁଡ଼ିକ ମରିଗଲେ କ'ଣ ହେବ? ଅପସନ୍ ଏ ଭାଗ ଖାଇବା ପାଇବେ ନାହିଁ, ଅପସନ୍ ବି ଗାଈ ଗୋରୁ ସବୁ ଖୁସି ହେବେ, ଅପସନ୍ ସି ଜୀବ ସନ୍ତୁଳିତ ନଷ୍ଟ ହେବ, ଅପସନ୍ ଡି ଘାସ ଗଛ ସବୁ ବଢ଼ିଯିବ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି ଜୀବ ସନ୍ତୁଳିତ ନଷ୍ଟ ହେବେ। ପରବର୍ତ୍ତୀ କ୍ୱେଶ୍ଚିନ୍, ଘାସ ମାଟିର କି ଉପକାର କରେ? ଅପସନ୍ ଏ ଉର୍ବର କରେ, ଅପସନ୍ ବି ହାଲୁକା କରେ, ଅପସନ୍ ସି ଟାଣ କରେ, ଅପସନ୍ ଡି ଧୋଇ ଯିବାରୁ ରକ୍ଷା କରେ। ଆପଣଙ୍କର ସଠିକ୍ ଉତ୍ତର ହେଲା ଧୋଇ ଯିବାରୁ ରକ୍ଷା କରେ। ପରବର୍ତ୍ତୀ କ୍ୱେଶ୍ଚିନ୍, ଆମ ଦେଶରେ ପ୍ରଥମେ କେବେ ଭୋଟ ଦେବା କାର୍ଡ଼ ବ୍ୟବହାର କରାଗଲା? ଅପସନ୍ ଏ 1952, ଅପସନ୍ ବି 1948, ଅପସନ୍ ସି 1947, ଅପସନ୍ ଡି 1962। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଡି 1962। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁଟି ଆମକୁ ବିଭିନ୍ନ ରୋଗରୁ ରକ୍ଷା କରେ? ଅପସନ୍ ଏ ପୁଷ୍ଟିସାର, ଅପସନ୍ ବି ସ୍ନେହସାର, ଅପସନ୍ ସି ଭିଟାମିନ୍, ଅପସନ୍ ଡି ଶ୍ୱେତସାର। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି ଭିଟାମିନ୍। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ଜୀବ କ୍ଷେତର ଫସଲ ଖାଇ ନଷ୍ଟ କରିଦିଏ? ଅପସନ୍ ଏ ପଙ୍ଗପାଳ, ଅପସନ୍ ବି ସମ୍ବରୁଆ, ଅପସନ୍ ସି ଉଇ, ଅପସନ୍ ଡି ବୁଢ଼ିଆଣୀ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଏ ପଙ୍ଗପାଳ। ପରବର୍ତ୍ତୀ କ୍ୱେଶ୍ଚିନ୍, ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ? ଅପସନ୍ ଏ ଲଦାଖ, ଅପସନ୍ ବି ଜୟପୁର, ଅପସନ୍ ସି ନାସିକ, ଅପସନ୍ ଡି ପୁନେ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି ନାସିକ। ପରବର୍ତ୍ତୀ କ୍ୱେଶ୍ଚିନ୍, ବାୟୁର କେଉଁ ଉପାଦାନରୁ ଉଦ୍ଭିଦ ପାଇଁ ସାର ପ୍ରସ୍ତୁତ ହୁଏ? ଅପସନ୍ ଏ ଯବକ୍ଷାରଜାନ, ଅପସନ୍ ବି ଅମ୍ଳଜାନ, ଅପସନ୍ ସି ଅଙ୍ଗାରକାମ୍ଳ, ଅପସନ୍ ଡି ଇଲିୟମ୍। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଏ ଯବକ୍ଷାରଜାନ। ପରବର୍ତ୍ତୀ କ୍ୱେଶ୍ଚିନ୍, କାହାର ଗୋଡ଼ ଗୁଡ଼ିକ ହାତ ଭଳି କାମ କରିଥାଏ? ଅପସନ୍ ଏ କୁକୁର, ଅପସନ୍ ବି ମଣିଷ, ଅପସନ୍ ସି ମାଙ୍କଡ଼, ଅପସନ୍ ଡି ବିଲେଇ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି ମାଙ୍କଡ଼। ପରବର୍ତ୍ତୀ କ୍ୱେଶ୍ଚିନ୍, ଭାରତର ସମ୍ବିଧାନର ପିତା କାହାକୁ କୁହାଯାଏ? ଅପସନ୍ ଏ ଡକ୍ଟର ଭୀମ ରାଓ ଆମ୍ବେଦକର, ଅପସନ୍ ବି ଜବାହରଲାଲ ନେହେରୁ, ଅପସନ୍ ସି ମହାତ୍ମା ଗାନ୍ଧୀ, ଅପସନ୍ ଡି ସୁଭାଷ ଚନ୍ଦ୍ର ବୋଷ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଏ ଡକ୍ଟର ଭୀମ ରାଓ ଆମ୍ବେଦକର।